ନାଇଁ ଆମେ 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 ଆଗରୁ କିଛି କିଛି ଆରମ୍ଭ ହେଇଛି। ରାଜସ୍ୱ ବିଭାଗରେ ମଧ୍ୟ ଗୁଡ଼ିଏ କାମ ଓଡ଼ିଆରେ ଚାଲିଛି। ଏବେ ଫାଇଲ ପତ୍ରରେ ମଧ୍ୟ ଅ, ଅ, ବସ୍ତୁତ ଓଡ଼ିଆ ଭାଷାରେ ହଉଛି। ବହୁତ ଜାଗାରେ ଇ ଆଇନର ବିଷୟ ଆସିଲା ବେଳକୁ ଏଟାକୁ ଯେହେତୁ ଗୋଟେ ଟ୍ରାଞ୍ଜିସନାଲ ଫେଜ୍ ଏଇଟା ଯେ କୋର୍ଟ କଚେରୀ ମାନଙ୍କରେ ମୂଳତଃ ଓଡ଼ିଶାରେ ଇଂରାଜୀରେ ହଉଛି, ଆଇନଟା ମଧ୍ୟ ମୂଳତଃ ଇଂରାଜୀରେ, ସେ ସବୁର ଓଡ଼ିଆ ରୂପାନ୍ତରଣର ଆବଶ୍ୟକତା ଅଛି। ଥରେ ଓଡ଼ିଆ ଭାଷାରେ ସେ ଆଇନଟା ରୂପାନ୍ତରଣ ହେଲେ ଯାଇକିରି ସେ ସଂକ୍ରାନ୍ତୀୟ ଫାଇଲ ଏବଂ ବିଲ୍ ସବୁ ଆହୁରି ନିଖୁଣ ଭାବରେ ଓଡ଼ିଆରେ କରିବାଟା ସହଜ ହେଇପାରିବ। ସେ ଦିଗରେ ରାଜସ୍ୱ ବିଭାଗ କାମ ଆରମ୍ଭ କରିଛି ଏବଂ କେନ୍ଦ୍ର ସରକାରଙ୍କର ମଧ୍ୟ ଇଏ ଦିଗରେ ତାଙ୍କର ମତାମତ ଏବଂ ବିଚାରଧାରା ମଧ୍ୟ ବହୁତ ସ୍ପଷ୍ଟ ଯେ ସ୍ଥାନୀୟ ଭାଷାରେ ହିଁ ଶାସନ ଚାଲିବା କଥା। ଯେଉଁ ଭାଷା ସ୍ଥାନୀୟ ଲୋକ ବୁଝିପାରିବେ ଏବଂ ସ୍ଥାନୀୟ ଗଭର୍ନେନ୍ସରେ ସେମାନଙ୍କର ମଧ୍ୟ ପାର୍ଟିସିପେସନ ହେଇପାରିବ। ଇଂରେଜ ସମୟରୁ ଇଂରେଜ ମାନଙ୍କର ଏବଂ ଇଂରାଜୀର ଯେଉଁ ପ୍ରଭାବ ଥିଲା ଧୀରେ ଧୀରେ ତାକୁ କେମିତି ଆମେ ସଂକୁଚିତ କରିବୁ, ସାରା ଦେଶରେ ସେ ପ୍ରକ୍ରିୟା ଚାଲିଛି। ଓଡ଼ିଶାରେ ମଧ୍ୟ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବରେ ଗଭର୍ନେନ୍ସଟାକୁ ଓଡ଼ିଆକରଣ କରିବା ପାଇଁ, ଓଡ଼ିଶାର ଅସ୍ମିତା କୁ ଇଣ୍ଟାକ୍ଟ ରଖିବା ପାଇଁ ଏବଂ ତାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ଓଡ଼ିଆ ଭାଷାରେ ଚାଲିବାଟା ଏକ ଅପରିହାର୍ଯ୍ୟ ହେଇଯାଇଛି।